ମୁଁ ପଣ୍ଡିତ ପ୍ରତାପ ଚନ୍ଦ୍ର ମିଶ୍ର ମୋର ଚ୍ୟାନେଲ ଜାତକରୁ ଭବିଷ୍ୟତକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଗତ ଭିଡ଼ିଓରେ ଆମେ ଆଲୋଚନା କରିଥିଲେ ପଞ୍ଚ ମହାପୁରୁଷ ଯୋଗର ଦ୍ୱିତୀୟ ଯୋଗ ଭଦ୍ର ମହାପୁରୁଷ ଯୋଗ ଉପରେ। ଆଜି ଆମେ ଆଲୋଚନା କରିବା ସେହି ପଞ୍ଚ ମହାପୁରୁଷ ଯୋଗର ଦ୍ୱିତୀୟ ଯୋଗ ହଂସ ମହାପୁରୁଷ ଯୋଗ ଉପରେ। ଏହି ଯୋଗ ଗୁରୁ ମହାପୁରୁଷଙ୍କ କାରଣରୁ ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁଦେବ ସ୍ୱରାଶିରେ ଉଚ୍ଚସ୍ଥ ହୋଇ କେନ୍ଦ୍ର ଭାବରେ ଅବସ୍ଥାନ କରିଥାନ୍ତି ତାହାକୁ ହଂସ ମହାପୁରୁଷ ଯୋଗ କୁହାଯାଏ। ଏହି ଯୋଗ ଥିବା ଜାତକ ଜ୍ଞାନୀ, ବିଦ୍ୱାନ, ସତ୍ୟନିଷ୍ଠ, ସଚରିତ୍ରବାନ, ପରୋପକାରୀ, ଧାର୍ମିକ ଏବଂ ଅନୁଶାସନ ପ୍ରିୟ ହୋଇଥାନ୍ତି। ଏହି ଯୋଗ ଥିବା ଜାତକ ବେଦଜ୍ଞ, ଶିକ୍ଷକ ବା ଶିକ୍ଷାଦାତା, ଜ୍ୟୋତିର୍ବିଦ, ପଣ୍ଡିତ, କର୍ମକାଣ୍ଡଜ୍ଞ, ବ୍ୟାଙ୍କ ଅଫିସର, ଫାଇନାନ୍ସ ବିଭାଗର ଓ ନ୍ୟାୟ ବିଭାଗରେ କାର୍ଯ୍ୟ କରିଥାନ୍ତି। ଯେଉଁମାନେ ଆମ ଭିଡ଼ିଓ ପ୍ରଥମ କରି ଦେଖୁଥାନ୍ତି ସବସ୍କ୍ରାଇବ୍ କରନ୍ତୁ। ଯଦି ଆମ ଭିଡ଼ିଓ ଭଲ ଲାଗୁଛି ତାହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଯଦି ଆମ ସହ ଯୋଗାଯୋଗ କରିବାକୁ ଚାହୁଁଛନ୍ତି ସ୍କ୍ରିନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ। ଜୟ ମହାକାଳ।